ডাকুଛୁ কাকু এ পাখরে তো কে নান্তি স্বামী এই দেখ কি সুন্দর বনহরিণী ମୋ ପାଖକୁ ଆସିଲା ଆପଣଙ୍କ ଦେଖି ସେ ଦୂରକୁ ଚାଲିଗଲା ଯାଅ ସ୍ୱାମୀ ମୋ ପାଇଁ ତାକୁ ଧରି ଆଣି ଦିଅ। ପ୍ରିୟା ସେ ତ ବନର ପଶୁଟାଏ ମଣିଷକୁ ଦେଖିଲେ ଭୟ କରେ ସେ କଣ ଧରା ଦେବ? ସ୍ୱାମୀ ସେ ସୁବର୍ଣ୍ଣ ହରିଣ ଉପରେ ମୋ ମନ ଲାଗି ଯାଇଛି ଯେମିତି ହେଲେ ତାକୁ ଧରି ଆଣି ଦିଅ ମୁଁ ତା ସହିତ ଖେଳିବି। ମୁଁ ସେ ଅରିଣୀକୁ ତୁମ ପାଇଁ ଧରି ଆଣିଦେବି। ଲକ୍ଷ୍ମଣ ତୁ ସୀତାକୁ ଜଗି ରହିଥାଅ ମୁଁ ଯାଉଛି ମୃଗ ଧରିବାକୁ। ସେ ମୃଗୁଣୀ ଉପରେ ସନ୍ଦେହ ଲାଗୁଛି
କାରଣ ସେ କୁରଙ୍ଗୀ ପ୍ରକୃତରେ ହରିଣ ପରି ଦେଖାଯାଉନି। ସେ ଜଣେ ମାୟାବୀ ରାକ୍ଷସ ଛଦ୍ମ ରୂପ ଧରି ହରିଣ ରୂପରେ ବିଚରଣ କରୁଛି। ସେ ଯେ ହେଉ ସ୍ୱାମୀ, ମତେ କିନ୍ତୁ ଜୀବନ୍ତ କିମ୍ବା ମୃତ୍ୟୁ ଅବସ୍ଥାରେ ସେ କୁରଙ୍ଗୀ ଦରକାର। ଯାଉ ସ୍ୱାମୀ, ବିଳମ୍ବ ହେଲେ ବଣ ଭିତରେ ଚାଲିଯିବ। ଠିକ ଅଛି ପ୍ରିୟା। ଠିକ ଅଛି ପ୍ରିୟା, ଜୀବନ୍ତ କିମ୍ବା ମୃତ୍ୟୁ ଅବସ୍ଥାରେ ମୁଁ ସେ କୁରଙ୍ଗୀ ତୁମ ପାଇଁ ଧରି ଆଣିଦେବି। ଲକ୍ଷ୍ମଣ, ତୋ ଭାଉଜକୁ ଛାଡ଼ି କୁଆଡ଼େ ଯିବୁନି, ମୁଁ ଯାଉଛି ମୃଗ ମୁତରିବାକୁ। ଆଜ୍ଞା ତମ ଶିରୋଧାର ଯୁବରାତା। মারে ঘন ঘন করুণ চিৎকার শুভে বারম্বার রক্ষা কর হে লক্ষ্মণ, রক্ষা কর হে লক্ষ্মণ। ଶୁଣିପାରୁଛ ସୁମିତ୍ରୀ, ଅରଣ୍ୟ ଭିତରେ ଭାସି ଆସୁଛି ତୁମ ଭାଇଙ୍କର ଆତ୍ର ଚିତ୍କାର। ଡାକୁଛନ୍ତି ବିକଳରେ, ରକ୍ଷା କର ଲକ୍ଷ୍ମଣ ବୋଲି। ଯାଅ ବାବୁ, ତୁମ ଭାଇ ବିପଦରେ ପଡ଼ିଛନ୍ତି, ତାଙ୍କୁ ଯଥାଶୀଘ୍ର ରକ୍ଷା କର। ଶୁଣିପାରୁଛି ଦେବୀ, ସେ କରୁଣ ଡାକ ଭାଇଙ୍କର ନୁହେଁ, ହୋଇଥାଇପାରେ ସେ ମାୟାବୀ ମୃକୁଣୀର ଆର୍ତ୍ତନାଦ। ନା ବାବୁ, ତମେ ସେପରି କହ ନା। ସ୍ୱାମୀ ମୋର ବିପଦରେ ପଡ଼ିଛନ୍ତି, ଯାଅ ଯାଅ ଶୀଘ୍ର ତାଙ୍କୁ ରକ୍ଷା କର। ଦେବୀ, ଯାହାଙ୍କ ଆଦେଶ ମାତ୍ରେ ଆକାଶ ପାତାଳ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର ଦଶ ଦିଗପାଳ ପଶୁ ପକ୍ଷୀ କୀଟ ପତଙ୍ଗ ତରୁ ତୃଣ ବୃକ୍ଷଲତା ଆତ୍ମଜାତ ହେଉଛନ୍ତି। ସେହି ପରମ ବ୍ରହ୍ମ ନର ରୂପୀ ନାରାୟଣଙ୍କୁ ପୁଣି ବିପଦ ଘଟିବ ନା। ଦେବୀ, ତମେ ବିଚଳିତ ହୁଅ ନା, ଭାଇ ମୃଗ ଧରି ନିରାପଦରେ ପହଞ୍ଚିଯିବେ। ଧନ୍ୟ ଧନ୍ୟ ସୌମିତ୍ରୀ